ନମସ୍କାର ବନ୍ଧୁଗଣ, ଆଜି ଆମେ କପିଳାସ ଯାତ୍ରା କରିବାକୁ ଯିବା। ଭିଡ଼ିଓଟି ବହୁତ ଭଲ ହେଇଛି, ଆଉ ମୁଁ ଅନୁରୋଧ କରିବି ତାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମର ଯାତ୍ରା ଭୁବନେଶ୍ୱରରୁ ଆମେ ଆରମ୍ଭ କରିଲୁ। ଢେଙ୍କାନାଳରୁ କପିଳାସ ଯିବା ରାସ୍ତାରେ କିଛି ଜାଗାରେ ହାତୀ ଚଲାପଥ ବୋଲି ବୋର୍ଡ ଲାଗିଛି। ତେଣୁ ଏହି ରାସ୍ତାରେ ଟିକେ ସାବଧାନରେ ଗାଡ଼ି ଚଲେଇକି ଯିବାକୁ ହୁଏ। ସତ କହିବାକୁ ଗଲେ ଏ ରାସ୍ତାଟି ବହୁତ ସୁନ୍ଦର ହେଇଛି। ଦୁଇ ପାଖରେ ସବୁଜ ଜଙ୍ଗଲ, ଉଚ୍ଚା ପାହାଡ଼ ଓ ମନୋରମ ପରିବେଶ। ପ୍ରକୃତିର ସୌନ୍ଦର୍ଯ୍ୟ ଯଦି ଆମେ ଉପଭୋଗ କରିବା ପାଇଁ ହୁଏ, ଏହାଠାରୁ ବୋଧେ ମୁଁ ଭାବିବି ଆଉ କିଛି ଭଲ ଜାଗା ନାହିଁ। କପିଳାସ କେବଳ ଗୋଟେ ଶିବ ମନ୍ଦିର ନୁହେଁ, ଏହା ଏମିତି ଜାଗା ଯେଉଁଠି ଗଲେ ମନକୁ ଅଲଗା ଶାନ୍ତି ମିଳେ। ଢେଙ୍କାନାଳ ସହରଠାରୁ ମାତ୍ର କିଛି ଦୂରରେ କପିଳାସ ପାହାଡ଼। ଏହି ପାହାଡ଼ ଉପରେ ବିରାଜମାନ ଅଛନ୍ତି ବାବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବ। ଆମେ ଘାଟି ରାସ୍ତା ଦେଇ ପାହାଡ଼ ଉପରକୁ ଯିବା। ଅନେକ ଲୋକ କପିଳାସକୁ ଓଡ଼ିଶାର କୈଳାସ ବୋଲି କହନ୍ତି। କାହିଁକି? ଏଠାକାର ପରିବେଶ, ପାହାଡ଼, ଜଙ୍ଗଲ ଓ ବାବାଙ୍କ ମନ୍ଦିର ସବୁ ମିଶି ଗୋଟେ ଦିବ୍ୟ ଅନୁଭୂତି ଦେଇଥାଏ। ଦେଖନ୍ତୁ, ଇଏ ହେଉଛି ଘାଟି ରାସ୍ତା। ଆମେ ଏବେ ଆସି ମନ୍ଦିର ପାଖରେ ପହଞ୍ଚିଲୁ। ଏଇଟା ହେଉଛି ମନ୍ଦିର ଭିତରକୁ ଯିବାର ହେଉଛି ରାସ୍ତା। ଏଇଟା ହେଉଛି ମନ୍ଦିରକୁ ଯିବା ପାଇଁ ପ୍ରବେଶ ଦ୍ୱାର। ଏହି ବାଟ ଦେଇ ଭକ୍ତମାନେ ଦର୍ଶନ କରିବାକୁ ଯାଆନ୍ତି ଓ ଫେରି ଆସନ୍ତି। କପିଳାସକୁ ଦୁଇଟି ବାଟରେ ଯାଇପାରିବା ଆମେ। ଗୋଟେ ହେଉଛି ଗାଡ଼ି ଦ୍ୱାରା ଘାଟି ରାସ୍ତା ଦେଇକି, ଅନ୍ୟଟା ହେଉଛି ପାହାଚ ଦେଇ। ପାହାଚ ରାସ୍ତାରେ ଯିବା ପାଇଁ ପ୍ରାୟ 1352ଟା ପାହାଚ ଚଢ଼ିକିରି ଯିବାକୁ ପଡ଼ିବ। ଭକ୍ତମାନେ ଶ୍ରୀ ମହାଦେବଙ୍କୁ ଦର୍ଶନ କରିକିରି ବର୍ତ୍ତମାନ ସବୁ ଫେରୁଛନ୍ତି। ପଛରେ ସବୁ ଧଳା ହେଇକି ଯେଉଁ ଦୁଶୁଛି ଉଚ୍ଚ, ସେଇଟା ହେଉଛି ଶ୍ରୀ ମହାଦେବଙ୍କର ମନ୍ଦିର, କପିଳାସ ମନ୍ଦିର। ଏ ଯେଉଁ ବ୍ୟାରିକେଡ୍ ଦେଖୁଛନ୍ତି, ଯେତେବେଳେ ପ୍ରବଳ ଭିଡ଼ ହୁଏ, ଭକ୍ତମାନେ ଏହି ବ୍ୟାରିକେଡ୍ ମାଧ୍ୟମରେ ଯାଆନ୍ତି ବାବା ଶ୍ରୀ ମହାଦେବଙ୍କୁ ଦର୍ଶନ କରିବା ପାଇଁ। ଏହି ମନ୍ଦିରଟି ପୂର୍ବ ଗଙ୍ଗବଂଶର ରାଜା ନରସିଂହଦେବ ପ୍ରଥମଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ଏଠାରେ ବାବା ଶ୍ରୀ ଶିବ ଶ୍ରୀ ଚନ୍ଦ୍ରଶେଖର ରୂପରେ ପୂଜା ପାଆନ୍ତି। ଏଇଟା ମନ୍ଦିରର ଏକ୍ଜିଟ୍ ଗେଟ୍। ଏଇ ବାଟେ ଦର୍ଶନ ସାରିକିରି ଭକ୍ତମାନେ ବାହାରକୁ ଆସନ୍ତି। ଆଉ ଆମେ ବର୍ତ୍ତମାନ, ଏଇଟା ହେଉଛି ମନ୍ଦିର ଯିବା ରାସ୍ତା। ଏଠି ମାଙ୍କଡ଼ ମାତ୍ର ପ୍ରବଳ, ସେଥିପାଇଁ ଟିକେ ସାବଧାନ ହେଇକି ଯିବାକୁ ପଡ଼ିବ। ଏଇଠି ବର୍ତ୍ତମାନ ଆମେ ଯାଉଛେ। ଦେଖନ୍ତୁ, ନନ୍ଦୀ ମହାରାଜ ବାବା ଶିବ ଶ୍ରୀ ଚନ୍ଦ୍ରଶେଖରଙ୍କର ଆଡ଼କୁ ମୁହଁ କରିକିରି ବସିଛନ୍ତି। ଯଦି ଆପଣ ମହାଶିବରାତ୍ରି ସମୟରେ କପିଳାସ ଆସନ୍ତି, ତାହେଲେ ଏଠାକାର ଦୃଶ୍ୟ ସମ୍ପୂର୍ଣ୍ଣ ବଦଳିଯାଏ। ହଜାର ହଜାର ଭକ୍ତ ବୋଲବମ୍ ହର ହର ମହାଦେବ ଧ୍ୱନି ପୁରା ଏହି ଏରିଆରେ କମ୍ପନ ହୁଏ। ଆଉ ସବୁଆଡ଼େ ଭକ୍ତିର ପରିବେଶ। ସେ ଦୃଶ୍ୟକୁ ଦେଖିଲେ ସତରେ ଲାଗେ ଭକ୍ତିର ଶକ୍ତି କେତେ ବଡ଼। ଇଏ ଦେଖନ୍ତୁ ଆନନ୍ଦ ବଜାର। ଏଠାରେ ଅନ୍ନପ୍ରସାଦ ମିଳେ। ଆଉ ପାଖରେ ଅଛି ଭୋଗ ଦୋକାନ ବି ଅଛି, ପିଲାଙ୍କର ଖେଳନା ଦୋକାନ। ଏଇ ପାଖାପାଖିରେ ସବୁ ଜିନିଷ ରହିଛି। ଏଇଟା ପିଲାଙ୍କର ଖେଳନା ଦୋକାନ। ଆଗରେ ଗୋଟେ ଛୋଟ ହନୁମାନ ମନ୍ଦିର ବି ରହିଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ଦୟାକରି ଲାଇକ୍, ସେୟାର ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ହର ହର ମହାଦେବ। ରହିଲି, ପୁଣି ଥରେ ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ।